ଯେତେବେଳେ ପ୍ରଥମେ ସରକାର ଆସିଥିଲେ ଡବଲ ଇଞ୍ଜିନ ସରକାର ସିଏ କହିଲେ କି ମୁଁ ଆସିଗଲେ ଗାଧି ଉପରକୁ ଆସିଗଲେ ମୁଁ ଗ୍ୟାସ୍ କମେଇଦେବି ଇଲେକ୍ଟ୍ରିକ୍ କମେଇଦେବି ଏଇଟା କମେଇଦେବି ସେଇଟା କମେଇଦେବି ସବୁ ମାନେ କରିକି ଆସିଥିଲେ କିନ୍ତୁ ଅଭିକା ଆମକୁ ଏତେ ହଇରାଣ ହେବା ପଡୁଛି ଇଲେକ୍ଟ୍ରିକ୍ ବିଲ୍ ହଇରାଣ ଦବାକୁ ପଡୁଛି ସେଥିରେ ବି ବହୁତ ଅଭିକା ଗ୍ୟାସ ର ଯୋଉ ପ୍ରୋବ୍ଲେମ ଆମେ କଣ ରୋଷେଇ କରିବୁ ଗ୍ୟାସ ର ତ ଏମିତି ବଢି ଚାଲିଛି ଆଜି ହିଁ 29 ଟଙ୍କା ହିଁ ବଢିଛି ଆମେ କଣ କରିବୁ ରୋଷେଇ ଉପରେ ତାପରେ ଆगे ଗ୍ୟାସ୍ ଆମେ ଯଦି ଲାଇନ ରେ ଲଗାଉଥିଲୁ ସେ ଶୀଘ୍ର ପଳେଇ ଆସୁଥିଲା ଅବିକା ହେଇଯାଇଛି 35 ଦିନ ପରେ ଆସିବ 30 ଦିନ ପରେ ଆସିବ ଆମେ ଗୋଟେ ଗ୍ୟାସ୍ କୁ 30 ଦିନ ଜାଳିବୁ ଯୋଉଠି ଆମର ବଡ ପରିବାର ଆମର ଯୋଉଠି ଗୋଟାଏ ଗ୍ୟାସ୍ 15 ଦିନ ଯାଉଥିଲା ସେଇଟା ଅବିକା ଆମେ ଗୋଟାଏ ଗ୍ୟାସ୍ କୁ 30 ଦିନ ଜାଳିବୁ ମାନେ ଯୋଉଠି ଆମେ 3ଟା 5ଟା ରୋଷେଇ କରି ଖାଉଥିଲୁ ଆଇଟମ କରୁଥିଲୁ ଅବିକା ଆମେ ଗୋଟିଏ ଯୋଡ଼େ ଆଇଟମ ରେ କେମିତି ଗ୍ୟାସ୍ ବଞ୍ଚିବ କେମିତି ମାସେ ଯିବ ସେଇ ଚିନ୍ତା ଆମ ସବୁବେଳେ ସମାଧାନ କଣ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ଗ୍ୟାସ୍ କୁ ତୁରନ୍ତ କମା ଯାଉ